जय जगन्नाथ आपण मानक प्रज्योतिषवाल को स्वागत। भगवान विष्णुंकर अष्टम अवतार भाବରେ विश्वास କରାଯାଉଥିବା ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଦିନକୁ ମନେ ପକାଇବା ପାଇଁ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ। ଭକ୍ତମାନେ ଏହି ଦିନରେ ଶ୍ରୀକୃଷ୍ଣଙ୍କୁ ପୂଜା କରିଥାନ୍ତି, ଉପବାସ ରଖିଥାନ୍ତି ଏବଂ ତାଙ୍କର ଆଶୀର୍ବାଦ ପାଇବା ପାଇଁ ଭଜନ କୀର୍ତ୍ତନ ମଧ୍ୟ କରିଥାନ୍ତି। ଜନ୍ମାଷ୍ଟମୀ ପର୍ବ ହିନ୍ଦୁ ଧର୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ଅନ୍ୟତମ। ଏହି ବର୍ଷ ପ୍ରତିବର୍ଷ ଭଳି ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳିତ ହୁଏ। ଧାର୍ମିକ ବିଶ୍ୱାସ କରାଯାଏ କି ଏହି ଦିନ ଉପବାସ ଏବଂ ପୂଜା କରିବା ଦ୍ୱାରା ସୁଖ ସମୃଦ୍ଧି ଏବଂ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସନାତନ ଧର୍ମର ଶାସ୍ତ୍ରରେ ଲିଖିତ ଅଛି ଯେ ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିଥିଲେ। ଏଥିପାଇଁ ପ୍ରତିବର୍ଷ ଭାଦ୍ରବ ମାସର କୃଷ୍ଣ ପକ୍ଷରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ। ଜନ୍ମାଷ୍ଟମୀ ପର୍ବ ଅଧର୍ମ ଉପରେ ଧର୍ମର ବିଜୟ ଏବଂ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ। ଧର୍ମ ସ୍ଥାପନ ଏବଂ ଅଧର୍ମର ବିନାଶ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ପୃଥିବୀ ପୃଷ୍ଠରେ ଅବତାର ନେଇଥିଲେ। ଏହି ଦିନରେ ଉପବାସ ରଖି ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ଦ୍ୱାରା ଭକ୍ତମାନେ ସନ୍ତାନ, ସୁଖ ସମୃଦ୍ଧି, ଦୀର୍ଘାୟୁ ଏବଂ ମୋକ୍ଷ ପ୍ରାପ୍ତି କରିଥାନ୍ତି। ତା ସହିତ ନିଜର ସବୁ ମନସ୍କାମନା ମଧ୍ୟ ପୂର୍ଣ୍ଣ କରିଥାନ୍ତି। ଧାର୍ମିକ ବିଶ୍ୱାସ କରାଯାଏ ଯେ ଯେଉଁ ବ୍ୟକ୍ତି ନିଷ୍ଠାର ସହ ଭକ୍ତିର ସହିତ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରେ ସେ ଜୀବନରେ ସମସ୍ତ ପ୍ରକାରର ଭୌତିକ ସୁଖ ମଧ୍ୟ ପାଇଥାଏ। ଓଡ଼ିଆ ପଞ୍ଜିକା ଅନୁସାରେ ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଗଷ୍ଟ 15 ତାରିଖ ରାତି 11:49ରେ ଆରମ୍ଭ ହେବ। ସେହିପରି ଅଷ୍ଟମୀ ତିଥି ଅଗଷ୍ଟ 16 ତାରିଖ ରାତି 9:34ରେ ଶେଷ ହେବ। କିନ୍ତୁ ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିର ମଧ୍ୟ ରାତ୍ରରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ। ଏଥିପାଇଁ ମଧ୍ୟରାତ୍ରିରେ ହିଁ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ପର୍ବ ପାଳନ କରାଯାଏ। ତେଣୁ ଏହି ଦିନକୁ ଉଦୟ ତିଥି ନ ଦେଖି ମଧ୍ୟରାତ୍ରିର ସମୟ ଦେଖିକରି ଅଗଷ୍ଟ 15 ତାରିଖ ଦିନ ଆମର ଜନ୍ମାଷ୍ଟମୀ ପର୍ବ ପାଳନ କରାଯିବ। ତ ଜନ୍ମାଷ୍ଟମୀର କ'ଣ ରହିଛି ପୂଜାବିଧି? ପୂର୍ବ ଦିନରୁ ନିଜର ଘର ଭଲ ଭାବରେ ପରିଷ୍କାର ପରିଚ୍ଛନ୍ନ କରିଦିଅନ୍ତୁ। ତା ବ୍ୟତୀତ ନିଜର ଯେତିକି ବି ଅଧୁଆ ଅପରିଷ୍କାର ଡ୍ରେସ୍ ହେଲା କି ଅଧୁଆ ବେଡ଼ସିଟ୍, ପାପୋଛା ଏସବୁ ମଧ୍ୟ ଭଲ ଭାବରେ ପୋଛା ଧୁଆ କରିଦିଅନ୍ତୁ। ଜନ୍ମାଷ୍ଟମୀ ଦିନ ଆପଣ ସେଦିନ ନିଜର ନିତ୍ୟକର୍ମ ସାରନ୍ତୁ, ମୁଣ୍ଡ ଧୋଇ ଗାଧାନ୍ତୁ। ଯେହେତୁ ଏତେ ବଡ଼ ପର୍ବ ଅଛି ତ ମୁଣ୍ଡ ଧୋଇ ଗାଧାନ୍ତୁ, ନିଜକୁ ଶୁଦ୍ଧ କରନ୍ତୁ। ତାପରେ ଗୋଟେ ସଫା ସୁତୁରା ଯେଉଁଟା ସଫା ଥିବ ସେଇ ପୋଷାକ ପିନ୍ଧନ୍ତୁ। ତାପରେ ଆପଣ କ'ଣ କରିବେ, ପ୍ରଥମେ ଘର ପୂଜା ସମାପ୍ତ କରିଦିଅନ୍ତୁ। ଯେମିତି ଘର ପୂଜା ଆପଣ କରନ୍ତି ପ୍ରତିଦିନ ଘର ପୂଜା ଶେଷ କରନ୍ତୁ। ତା ସହିତ ଆପଣ କ'ଣ କରିପାରିବେ, ମା ତୁଳସୀଙ୍କୁ ପୂଜା କରନ୍ତୁ। ତା ବ୍ୟତୀତ ଆପଣ ସେଦିନ ସୂର୍ଯ୍ୟଦେବଙ୍କୁ ମଧ୍ୟ ଅର୍ଘ୍ୟ ଦେଇ ଦିଅନ୍ତୁ। ଘର ପୂଜା ପ୍ରଥମେ ସମାପ୍ତ କରିଦିଅନ୍ତୁ। ଘର ପୂଜା ସମାପ୍ତ କରିସାରିଲା ପରେ ତାପରେ ଆପଣ କ'ଣ କରନ୍ତୁ, ଯେହେତୁ ମଧ୍ୟରାତ୍ରିରେ ପୂଜା କରାଯାଏ ଶ୍ରୀକୃଷ୍ଣଙ୍କୁ, ତେଣୁ ଆପଣ ସକାଳୁ ଆପଣ ସେମିତି ତ ରାତି ପର୍ଯ୍ୟନ୍ତ ଭଗବାନଙ୍କୁ ସେମିତି ରଖିବେନି ନା। ତ ତେଣୁକରି ଆପଣ କ'ଣ କରିବେ, ତାଙ୍କର ଯେଉଁଠି ସବୁଦିନ ଆପଣ ରଖୁଛନ୍ତି, ତାଙ୍କୁ ପୂଜା କରୁଛନ୍ତି, ତ ସେଇ ସ୍ଥାନକୁ ସେଇ ସମୟ ପାଇଁ ଆପଣ କ'ଣ କରନ୍ତୁ, ଟିକେ ଧୁଆ ପୋଛା କରିଦିଅନ୍ତୁ। ଟିକେ ଭଲ ଭାବରେ ପରିଷ୍କାର କରିଦିଅନ୍ତୁ। ପରିଷ୍କାର କରି ଭଗବାନଙ୍କୁ ଟିକେ ଶୁଦ୍ଧ ଜଳରେ ସ୍ନାନ କରିଦିଅନ୍ତୁ। ତାଙ୍କୁ ଗୋଟେ ନୂଆ ପୋଷାକ ପିନ୍ଧେଇ ଦିଅନ୍ତୁ। ତାଙ୍କୁ ସଜେଇ ଦିଅନ୍ତୁ। ସଜେଇ ଦେଇ ସାରିଲା ପରେ ତାଙ୍କର ପ୍ରିୟ ତୁଳସୀ ପତ୍ର ଅର୍ପଣ କରନ୍ତୁ। ତା ସହିତ ଭୋଗ ଆପଣ ଯାହା ବି, ଯେମିତିକି ଆପଣ ସକାଳୁ କି ଆପଣଙ୍କର କ୍ଷୀର ହେଲା କି ଡ୍ରାଏ ଫ୍ରୁଟ୍ସ ହେଲା କି ଆପଣ ଫଳମୂଳର କିଛି ଭୋଗ ମଧ୍ୟ ଅର୍ପଣ କରିପାରିବେ ସକାଳ ସମୟରେ। ତ ସକାଳ ସମୟରେ ଅର୍ପଣ କରିବା ପୂର୍ବରୁ ଆପଣ ଯେତେବେଳେ କଳସ ସ୍ଥାପନଟେ କରିଥିବେ, ତ ସେଇ ସମୟରେ ଆପଣ ସଂକଳ୍ପ ନିଅନ୍ତୁ ଯେ ମୁଁ ଆଜି ଆପଣଙ୍କ ନାଁ କହିବେ, ଗୋତ୍ର କହିବେ। ତ ଆପଣ କେମିତି ପୂଜା ଆପଣଙ୍କ ମନସ୍କାମନା କ'ଣ ଅଛି, କେଉଁଥିପାଇଁ କରୁଛନ୍ତି ମଧ୍ୟ କହିବେ। ତା ସହିତ ଆପଣ ସେଦିନ ଆକ୍ଚୁଆଲି କହିବାକୁ ଗଲେ ଜନ୍ମାଷ୍ଟମୀରେ ଉପବାସ ହିଁ କରାଯାଏ। ପୁରା ନିର୍ଜଳା ଉପବାସ କରି ପୂଜା କରନ୍ତି। କିନ୍ତୁ ଆପଣ ଯଦି ଉପବାସ
କରିପାରୁନାହାନ୍ତି, କାରଣ ବହୁତ ରାତି ହେଇଯିବ, ମାନେ ଆପଣ ଖାଉ ଖାଉ ତା ପରଦିନ ବି ହେଇଯାଏ। ତେଣୁ ଆପଣ କ'ଣ କରିବେ, ଯଦି ଆପଣ କରିପାରୁନାହାନ୍ତି, କି ଆପଣଙ୍କୁ ମେଡ଼ିସିନ ଖାଇବାର ଅଛି, କି ଆପଣ ସେତିକି ଦୁର୍ବଳ ହେଇଯାଇଛନ୍ତି ଘର କାମ ବ୍ୟସ୍ତତା ଭିତରେ, ତେଣୁ ଆପଣ ଯେମିତି ପୂଜା କରିବେ, ଆପଣ ଫଳ କି ଆପଣ ଜୁସ୍ ପିଇ ରହିବେ, ତ ସେଇ ଅନୁସାରେ ଆପଣ ସଂକଳ୍ପ ନେବେ। ଯଦି ଆପଣ ନିର୍ଜଳା ଉପବାସ କରୁଛନ୍ତି ତ ନିର୍ଜଳା ଉପବାସର ସଂକଳ୍ପ ନେବେ। ଆପଣ ଯଦି କ୍ଷୀର, ଫଳ, ଜୁସ୍ ଏସବୁ ପିଇ କରି ଆପଣ ମାନେ ପୂଜା କରିବାକୁ ଚାହୁଁଛନ୍ତି, ତ ସେଇ ସବୁ ଜିନିଷ ଆପଣ ମାନେ ସେଇ ଅନୁସାରେ ଆପଣ ସଂକଳ୍ପ ନେବେ। ସଂକଳ୍ପ ନେଇ ସାରିଲା ପରେ ଆପଣ କ'ଣ କରିବେ, ସକାଳ ସମୟରେ ଯେତିକି ଆପଣଙ୍କ ପୂଜା କରିବାର ଅଛି, ଆପଣ ପଞ୍ଚୋପଚାର ବିଧିରେ, ଯେମିତି ପଞ୍ଚୋପଚାର ବିଧିରେ ପୂଜା କରାଯାଏ, ସେମିତି ଆପଣ ପଞ୍ଚୋପଚାର ବିଧିରେ ପୂଜା କରିବେ। ପୂଜା କରିସାରିଲା ପରେ ଆପଣ କ'ଣ କରିବେ, ତାପରେ ଆପଣ ରାତି ପାଇଁ ପ୍ରସ୍ତୁତ ହେବେ। ରାତିରେ କ'ଣ କେମିତି କରିବେ, କ'ଣ ନାହିଁ, ତ ରାତି ପାଇଁ ପ୍ରସ୍ତୁତ ହେବେ। ତ ରାତି ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଆପଣ ଯେଉଁ ସ୍ଥାନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସେଦିନ ଜନ୍ମଗ୍ରହଣ କରିବେ, ତାଙ୍କ ପାଇଁ ଗୋଟେ ମାନେ ବିଶେଷ କରି ଗୋଟେ ଭଲ ସ୍ଥାନ ଦେଖି ଆପଣ କ'ଣ କରିବେ, ତାକୁ ଭଲ ଭାବରେ ସଫାସୁତୁରା କରିବେ। କରିସାରିଲା ପରେ ସେଠି ଗୋଟେ ରେଡ୍ କଲର୍ କି ରେଡ୍ କଲର୍ ନହେଲେ ହଳଦିଆ କଲର୍ର କପଡ଼ା ବିଛେଇବେ। ପୁରା ତାକୁ କ'ଣ କରିବେ, ଆପଣ ଲାଇଟ୍ ଦ୍ୱାରା, ଲିଚୁ ଲାଇଟ୍ ହେଲା, ଫୁଲ ଦ୍ୱାରା ପୁରା ଆପଣ ସଜେଇବେ। ସଜେଇ ସାରିଲା ପରେ ଆପଣ ଚାହିଁବେ ଯଦି ଝୁଲଣା କରିପାରିବେ। ଆପଣ ମାନେ ଭଗବାନଙ୍କୁ ଯେମିତି ଆପଣ ସଜେଇବାକୁ ଚାହିଁବେ, ସେଇ ସମୟରେ ମାନେ ସେ ସ୍ଥାନଟାକୁ ସେମିତି ସଜେଇବେ। ସଜେଇ ସାରିଲା ପରେ ଆପଣ ସେଦିନ 56 ପ୍ରକାରର ଭୋଗର ମାନେ ଅର୍ପଣ କରାଯାଏ, ନୈବେଦ୍ୟ ଅର୍ପଣ କରାଯାଏ। ଆପଣ ଯେତିକି କରିପାରିବେ, ଆପଣଙ୍କର ସାମର୍ଥ୍ୟ ହିସାବରେ ଆପଣ ଯାହା ବି ଖୁସିରେ ନୈବେଦ୍ୟ ଲଗାଇବାକୁ ଚାହୁଁଛନ୍ତି, ଆପଣ ପ୍ରସ୍ତୁତ କରିପାରିବେ। କ୍ଷୀରି କରିପାରିବେ, ମଖନ, ମାନେ ପ୍ରଭୁଙ୍କୁ ମଖନ ବହୁତ ପସନ୍ଦ, ତ ମଖନ କରିପାରିବେ। କ୍ଷୀର, ଦହି ଏସବୁ ପ୍ରସ୍ତୁତ କରିପାରିବେ। ତାପରେ କ୍ଷୀରି କରିପାରିବେ। ତା ସହିତ ଆପଣ ପେଡ଼ା କରିପାରିବେ, ରସଗୋଲା, ଗୋଲାପ ଜାମୁନ, ଏମିତି ଆପଣଙ୍କୁ ଯାହା ବି ଇଚ୍ଛା ଅଛି। ପଞ୍ଚାମୃତ ମଧ୍ୟ ଆପଣ ପ୍ରସ୍ତୁତ କରିପାରିବେ। ଆପଣଙ୍କର ମାନେ ଇଚ୍ଛା ମୁତାବକ, ଆପଣଙ୍କର ଭକ୍ତିର ସହିତ, ଭାବର ସହିତ ଯାହା ଆପଣଙ୍କୁ ଇଚ୍ଛା ଅଛି, ଆପଣ ସେଦିନ ପ୍ରସ୍ତୁତ ମାନେ ଦିନ ସାରା କରିବେ। ତ ଆପଣଙ୍କ ନିଜ ଦେହକୁ ଦେଖି, ଆପଣଙ୍କର ସୁବିଧାକୁ ଦେଖି, ତ ଆପଣ ସେସବୁ ପ୍ରସ୍ତୁତ କରିବେ। ତ ପ୍ରସ୍ତୁତ କରିସାରିଲା ପରେ ଆପଣ କ'ଣ କରିବେ, ଯେତେବେଳେ ଆପଣଙ୍କର ରାତ୍ରି ସମୟ ହେଇଯିବ, ତ ରାତ୍ରି ଯେତେବେଳେ ମଧ୍ୟରାତ୍ରିର ସମୟ ହେଇଯିବ, ତ ମଧ୍ୟରାତ୍ରିରେ ଆପଣ କ'ଣ କରିବେ, ମୁଁ ଆପଣଙ୍କୁ କହିଦେଲି ଆପଣଙ୍କର ମାନେ ତିଥିଟା ଆରମ୍ଭ ହେଉଛି 11:49ରେ, ମାନେ ରାତି 11:49। ତ ଆପଣ 11:50 ପରେ ଆପଣ କ'ଣ କରିବେ, ଅଷ୍ଟମୀ ତିଥି ଆରମ୍ଭ ହେଇଯିବ। ତ ଅଷ୍ଟମୀ ତିଥିରେ ଆପଣ କ'ଣ କରିବେ, ଭଗବାନଙ୍କୁ ପ୍ରଥମେ ତାଙ୍କୁ ଯେଉଁଠି ଆପଣ ଗୋଟେ ଚୌକି କି ଆପଣ ଗୋଟେ ଆସନ ଦେଇଥିବେ, କି ପିଢ଼ା ପକାଇଥିବେ, ତାପରେ ହଳଦିଆ କପଡ଼ା କିଛି ବିଛାଇ ଦେଇଥିବେ। ତାପରେ କ'ଣ କରିବେ, ଆପଣଙ୍କ ଯେକୌଣସି ଶ୍ରୀକୃଷ୍ଣଙ୍କର ପ୍ରତିମୂର୍ତ୍ତି ଅଛି, ଯଦି ଆପଣଙ୍କ ପାଖରେ ଲଡ଼ୁ ଗୋପାଳ ଅଛି ଚଳିବ, କି ଆପଣଙ୍କ ଶ୍ରୀକୃଷ୍ଣଙ୍କର ପ୍ରତିମୂର୍ତ୍ତି ଅଛି, କି ଆପଣଙ୍କ ଶ୍ରୀକୃଷ୍ଣଙ୍କର ଫଟୋ ଅଛି, ଯାହା ବି ଆପଣଙ୍କର ପ୍ରତିମୂର୍ତ୍ତି ଅଛି, ତାଙ୍କୁ କ'ଣ କରିବେ, ଆଣିବେ। ସେଇ ମଧ୍ୟରାତ୍ରିରେ ହିଁ ପଞ୍ଚାମୃତରେ ସ୍ନାନ କରାଇଦେବେ। କେମିତି, ପ୍ରଥମେ କ୍ଷୀରରେ ସ୍ନାନ କରିଦେଲେ, ତାପରେ ଦହି, ତାପରେ ମହୁ, ତାପରେ ଘିଅ, ତାପରେ ଚିନି, ଏଇସବୁରେ ସ୍ନାନ କରିସାରିଲା ପରେ ତାପରେ ଆପଣ ଶୁଦ୍ଧ ଜଳରେ ସ୍ନାନ କରିଦେବେ। ତାପରେ ଗଙ୍ଗା ଜଳରେ ସ୍ନାନ କରିଦେବେ। କରିସାରିଲା ପରେ ଆପଣ କ'ଣ କରିବେ, ଗୋଟେ ସଫା କପଡ଼ାରେ ନିଜ ଛୁଆଙ୍କୁ ଯେମିତି ପୋଛି ଦିଅନ୍ତି, ସେମିତି ପୋଛିଦେବେ। ତାପରେ ଲଡ଼ୁ ଗୋପାଳଙ୍କୁ ତାଙ୍କର ନୂଆ କିଛି ପୋଷାକ ଆପଣ ପିନ୍ଧେଇ ଦେବେ। ତାଙ୍କ ମାନେ ମୁଣ୍ଡରେ ମୁକୁଟ ମାନେ ପିନ୍ଧେଇ ଦେବେ, ମୟୂର ପଙ୍ଖ ଲଗାଇଦେବେ, ତାଙ୍କ ହାତରେ ଗୋଟେ ବଇଁଶୀ ମଧ୍ୟ ଦେବେ। ତାପରେ ତାଙ୍କୁ ଫୁଲରେ ତାଙ୍କୁ ପୁରା ସଜେଇ ଦେବେ। ଫୁଲ ତାଙ୍କୁ ଅର୍ପଣ କରିବେ। ତାପରେ ତୁଳସୀ ପତ୍ର ଅର୍ପଣ କରିବେ। ତାପରେ ଦୀପ, ଧୂପ ସବୁ ଅର୍ପଣ କରିବେ। ତାପରେ ଆପଣ କ'ଣ କରିବେ, ଯେତେବେଳେ ଏସବୁ ପୂଜା କରୁଥିବ ନା, ସେତେବେଳେ ଆପଣ କ'ଣ କରିବେ, ଶଙ୍ଖ ବଜେଇବେ, ଘଣ୍ଟ ବଜେଇବେ, ମନ୍ତ୍ର ପାଠ କରିବେ। ଏସବୁରେ ଆପଣ ଯଦି ଅଭିଷେକ ସମୟରେ କରୁଛନ୍ତି ନା, ତ ବହୁତ ଶୁଭ ହେଇଥାଏ। ମାନେ ଭଗବାନ, ମାନେ ଆପଣଙ୍କୁ ନିଜକୁ ଫିଲ୍ ହେବ, ହଁ ଭଗବାନ ମୋରି ଘରେ ହିଁ ଜନ୍ମଗ୍ରହଣ କଲେ। ସେମିତି ଆପଣ ପୂଜା ପାଠରେ ଏତେ ଯଦି ମାନେ ପୁରା ତାଙ୍କରି ପାଖରେ ହିଁ ମନ ଦେବେ ନା, ଆପଣଙ୍କୁ ସେମିତି ହିଁ ଅନୁଭବ ହେବ। ତାପରେ ଆପଣ କ'ଣ ମାନେ ସବୁ ଦୀପ ଧୂପ ଲଗାଇ ସାରିଲା ପରେ ଆପଣ କ'ଣ କରିବେ, ତାଙ୍କୁ ଭୋଗ ଆପଣ ଯାହା ବି ପ୍ରସ୍ତୁତ କରିଥିବେ, ଭୋଗ ଆପଣ ଅର୍ପଣ କରିବେ। ତାପରେ ଲଡ଼ୁ ଗୋପାଳଙ୍କୁ ସବୁ ଭୋଗ ଅର୍ପଣ କରିସାରିଲା ପରେ ତାଙ୍କୁ ଟିକେ ଝୁଲଣାରେ ଝୁଲେଇ ଦେବେ। ତାପରେ ତାଙ୍କର ଜନ୍ମ ଗୀତ ଯାହା ବି ଅଛି, ଆପଣ ଯାହା ବି ଜାଣିଛନ୍ତି, ସେ ସବୁ
ଗୀତ ଗାନ କରିବେ, ଗୀତ ପାଠ କରିବେ, ମନ୍ତ୍ର ପାଠ କରିବେ। ତାପରେ ଆପଣ କ'ଣ କରିବେ, ତାଙ୍କୁ ଦହି ହାଣ୍ଡି, ଦେଖନ୍ତୁ ଦହି ହାଣ୍ଡିର ଇତିହାସ ବହୁତ ମାନେ ଆକର୍ଷଣୀୟ ଥାଏ। କାରଣ ଭଗବାନ ଶ୍ରୀକୃଷ୍ଣ ବହୁତ ଛୋଟବେଳେ ବହୁତ ଟିକେ ବଦମାସ ଥିଲେ, ତ ସେ ସମସ୍ତଙ୍କର ଦହି ହାଣ୍ଡି ଭାଙ୍ଗୁଥିଲେ। ତ ତେଣୁକରି ଆପଣ ଗୋଟେ ଛୋଟ ହାଣ୍ଡିରେ ଦହି ରଖି ଆପଣ ସେଦିନ ତାଙ୍କ ଦ୍ୱାରା ତାଙ୍କ ମାଧ୍ୟମରେ ବି ଦହି ହାଣ୍ଡି ଭାଙ୍ଗି ପାରିବେ। ତ ତାଙ୍କୁ ସେଇଟା ଖୁସି ଲାଗେ, ତେଣୁ ଆପଣ ସେଇଟା ବି କରିପାରିବେ। ତ ଏହିପରି ଭାବରେ ଆପଣ କ'ଣ କରିବେ, ପୂଜା କରିବେ, ସଂକଳ୍ପ ଆପଣଙ୍କ ଯାହା ବି ସଂକଳ୍ପ ନେଇଥିଲେ ସେଦିନ ପୂରଣ କରିବେ। ତାପରେ ଆପଣ ତା ପରଦିନ ମାନେ 15 ତାରିଖ ଦିନ ପୂଜା ହେଲା, ତ 16 ତାରିଖ ଦିନ ଭଗବାନଙ୍କୁ ଯେମିତି ପ୍ରଥମେ ଘର ପୂଜା ସାରିବେ, ତାପରେ ପଞ୍ଚୋପଚାର ବିଧିରେ ପ୍ରଭୁଙ୍କୁ ତାଙ୍କ ନିଜ ସ୍ଥାନକୁ ନେବେ। ତାପରେ ତାଙ୍କୁ କ'ଣ କରିବେ, ମାନେ ତାପରେ ଆପଣଙ୍କ ପାରାୟଣ ହେଲା, ଆପଣ ଯାହା ବି ଭୋଗ ସବୁ ଲଗେଇଛନ୍ତି ଆପଣ ଚାହିଁବେ ଯଦି ସେଇଦିନ ଅନ୍ୟ ବ୍ୟକ୍ତିମାନଙ୍କୁ, ଅନ୍ୟ କାହାକୁ ମଧ୍ୟ ସେଇ ଭୋଗ ମଧ୍ୟ ବାଣ୍ଟି ପାରିବେ କି ଦାନ କରିପାରିବେ, କିଛି ଅସୁବିଧା ନାହିଁ। ତାପରେ ଆପଣ ନିଜର ଖାଦ୍ୟ ଗ୍ରହଣ କରିପାରିବେ। ଆପଣ ଯାହା ବି ସାତ୍ଵିକ ଭୋଜନ ଯାହା ବି ଅଛି ଆପଣ ଖାଦ୍ୟ ଗ୍ରହଣ କରିପାରିବେ। ଏହିପରି ରହିଛି ଜନ୍ମାଷ୍ଟମୀର ପୂଜାବିଧି। ତା ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ମାନେ ଯେଉଁମାନେ ଭକ୍ତମାନେ ଅଛନ୍ତି, ତ ସେମାନେ ଯଦି ଏଇ ଦିନଟିକୁ ବହୁତ ଭକ୍ତି ଏବଂ ଶ୍ରଦ୍ଧାର ସହିତ ପାଳନ କରିଥାନ୍ତି, କାରଣ ଏଇ ପର୍ବ ଗୋଟେ ପ୍ରେମ ଆଉ ଧାର୍ମିକତାର ପ୍ରତୀକ ଅଟେ। ମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଆଉ ତାଙ୍କର ଜୀବନୀ କୁ ଦେଖିଲେ ଆମେମାନେ ବି ଧର୍ମ, କର୍ମ ଏବଂ ଭକ୍ତି ଉପରେ ମାନେ କିଛି ପ୍ରେରଣା ପାଇଥାଉ, ବୁଝିଲେ। ତ ତେଣୁକରି ଆପଣ ଏଇ ସବୁ ନିୟମ ରହିଛି। ତ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।